ପ୍ରଦୂଷଣମୁକ୍ତ କରିବା ପାଇଁ ଦୀର୍ଘ ଦିନରୁ ପ୍ରଚେଷ୍ଟା କରି ଆସୁଥିବା ଆମ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଆଦିକନ୍ଦ ଶିଶୁଙ୍କୁ ସମୀକ୍ଷା ନ୍ୟୁଜ୍ ଲାଇଭ୍ ସ୍ୱାଗତ କରୁଛି। ସାର୍, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ ପୁଣ୍ୟତୟା ଦୟାନଦୀ କଥା ଆସିଲେ ସେଥିରେ ଆଦିକନ୍ଦ ଶିଶୁଙ୍କର ନାଁ ଆଗକୁ ଆସେ। ସାର୍, କେଉଁ ପରିସ୍ଥିତିରେ ଆପଣ ସେଦିନ ଦୟାନଦୀ ପ୍ରଦୂଷଣମୁକ୍ତ କରି କାମ ଆରମ୍ଭ କରିଥିଲେ? ଦେଖନ୍ତୁ, ଦୟା ନଦୀ ଆମ ଅଞ୍ଚଳର ଜୀବନ ରେଖା। ଯେହେତୁ କଣାସ ଅଞ୍ଚଳର ଭୂତଳ ଜଳ ଲବଣାକ୍ତ ପାନୀୟ ଉପଯୋଗୀ ନୁହେଁ, ଆମେ ଏ ଦୟା ନଦୀର କୂଳେ ଯେତେ ସବୁ ଗାଁ ଲୋକ ଆମେ ଏହାକୁ ଯାବତୀୟ ନିତ୍ୟକର୍ମ ଚାଷବାସ ସହ ଏକୁ ଆମେ ପାନୀୟ ଜଳ ଭାବରେ ମଧ୍ୟ ବ୍ୟବହାର କରୁ। ଯେତେବେଳେ ଗଙ୍ଗୁଆ ନାଳର ପାଣି ନର୍ଦ୍ଦମା ତାର ଆସିକି ଏଠି ମିଶିଥିଲା, ସେହି ସମୟରେ ଆମେ ଜାଣିପାରୁଥିଲୁ ଯେ ଇଆର ଯେତେବେଳେ କ୍ରମବର୍ଦ୍ଧିଷ୍ଣୁ ଭୁବନେଶ୍ୱର ଆହୁରି ବଢ଼ି ବଢ଼ି ଯିବ, ଦୟା ନଦୀ ନିଶ୍ଚିତ ଭାବରେ ଭବିଷ୍ୟତରେ ଏହାର ଯେଭଳି ଭାବରେ ଗଙ୍ଗବତୀ ନଦୀ ଗଙ୍ଗୁଆ ନର୍ଦ୍ଦମାରେ ପରିଣତ ହେଇଛି, ଏଇଭଳି ଦୟା ନଦୀ ମଧ୍ୟ ଏହାର ଅବସ୍ଥା ଦୁରବସ୍ଥା ସେଇଆଡ଼ିକି ଗତି କରିବ। ତେଣୁ ଆମେ 2014 ମସିହାରେ ଆମେ ସକ୍ରିୟ ଭାବରେ ନିର୍ମଳ ଦୟା ସଂଗଠନ ନାମକ ଏକ ସଂଗଠନ ସ୍ଥାନୀୟ ଲୋକମାନଙ୍କୁ ନେଇକରି ତିଆରି କଲୁ ଏବଂ ତା ମାଧ୍ୟମରେ ଏକ ଜନଜାଗରଣ କାର୍ଯ୍ୟକ୍ରମ ଆମେ ଆରମ୍ଭ କଲୁ ଦୟା ନଦୀର ଭବିଷ୍ୟତକୁ ଲକ୍ଷ୍ୟ କରିକିରି। ସାର୍, ନଦୀର ସୁରକ୍ଷା ପାଇଁ କେବେଠୁ କାମ ଆରମ୍ଭ କଲେ? ଆମେ 2014 ମସିହାରେ ବାସ୍ତବରେ ଏ କାର୍ଯ୍ୟ ଆମେ ଆରମ୍ଭ କଲୁ। ନଦୀକୂଳିଆ ଅଞ୍ଚଳରେ ସ୍ଥାନୀୟ ଅଞ୍ଚଳରେ ବିଶେଷ ଭାବରେ ଆମକୁ ଏ ଅଞ୍ଚଳର ଲୋକମାନେ ଗୋଟେ ମାଛ ମାରିବା ପାଇଁ ଅଣପାରମ୍ପରିକ ଉପାୟରେ ଗୋଟେ ବସା ତିଆରି କରିକିରି ମାଛଙ୍କୁ ଆକୃଷ୍ଟ କରିବା ପାଇଁ ତା ଭିତରେ ଯାବତୀୟ ଆବର୍ଜନା ଏପରିକି ମାଛର ପୁଟିଆ, କୁକୁଡ଼ା, ମେଣ୍ଢା, ଛେଳି ଏର ଯେଉଁ ପୁଟିଆ, ଇଭିନ୍ ଏଥିରେ ମଧ୍ୟ କିଛି କିଛି ଲୋକ କୁକୁର ଫୁକୁର ମାରିକିରି ମଧ୍ୟ ପକେଇଲେ ଏବଂ ଡାଳ ଡୋଳା ପକେଇକିରି ତାକୁ ଗୋଟେ ଆବଦ୍ଧ କ୍ଷେତ୍ର ତିଆରି କରିକିରି ମାଛମାନଙ୍କର ସୁରକ୍ଷା ରହିବା ସ୍ଥାନ ତିଆରି କରିକିରି ସେଥିରେ ସେମାନେ ମାଛ ମାରିବା ପାଇଁ ଗୋଟେ ଅଣପାରମ୍ପରିକ ଉପାୟରେ ଯେଉଁ କୌଶଳ, ତା ଦ୍ୱାରା ନଦୀ ପ୍ରଦୂଷଣ ଦ୍ୱିଗୁଣିତ। କ'ଣ ସବୁ କାମ ଆରମ୍ଭ କରିଛନ୍ତି? ଆମେ 2014 ମସିହାରେ କାର୍ଯ୍ୟ ଆରମ୍ଭ କରିଛୁ। ଆମେ ପ୍ରଥମେ ସେଇ କଥାଟା ମୁଁ କହୁଥିଲି, ପ୍ରଥମେ ଆମେ ସ୍ଥାନୀୟ ଅଞ୍ଚଳରେ ଜନଜାଗରଣ ଆମେ ତିଆରି କଲୁ, ଲୋକମାନଙ୍କୁ ସଚେତନ କରିଲୁ। ନଦୀ ଆମର ମା, ଏହାର ଜଳ ଆମ ପାଇଁ ଅମୃତ, ନଦୀର ସୁରକ୍ଷା ମାର ସୁରକ୍ଷା। ଯଦି ଆମେ ପାଣିଟା ହେଉଛି ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହ୍ୟୁମାନ୍ ଲାଇଫ୍ ପାଇଁ, ଯଦି ପାଣିଟାକୁ ଆମେ ନଷ୍ଟ କରିଦେଉଛେ, ଆମେ ଜାଣିକିରି ଆମର ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଲା ଭଳି ଏ କାର୍ଯ୍ୟ କରୁଛେ। ତେଣୁ ଆମେ ଲୋକମାନଙ୍କୁ ଜନଜାଗରଣ କରେଇଲୁ, ପ୍ରଶାସନକୁ ସାମିଲ କଲୁ, ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁରା ବଜେଇକିରି ଲୋକମାନଙ୍କୁ ସଚେତନ କରେଇଲୁ, ଗୋଟେ ଜନଜାଗରଣ କରିକିରି ଆରେ ପାଣିର ସୁରକ୍ଷା ହିଁ ଆମର ସୁରକ୍ଷା। ତେଣୁ ଏ ବାବଦରେ ଆମେ ଲଗାତାର ଭାବରେ ସ୍ଥାନୀୟ ଅଞ୍ଚଳରେ ପଦଯାତ୍ରା କଲୁ, ମାଇକ୍ ଲଗେଇକିରି ଲୋକମାନଙ୍କୁ କହିଲୁ, ଲୋକମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ତିଆରି କରିକିରି ମଧ୍ୟ ଲୋକମାନଙ୍କୁ ଗାଁ ଗାଁ ବୁଲିକିରି ସଚେତନ କରେଇଲୁ ଏବଂ ଆମେ ପବ୍ଲିକ୍ ମିଟିଂ ମାଧ୍ୟମରେ ଜନସାଧାରଣ ପ୍ରଶାସନକୁ ଯୋଡ଼ିକିରି ବିଡ଼ିଓଙ୍କୁ ତହସିଲଦାରଙ୍କୁ ମଧ୍ୟ ଯୋଡ଼ିକିରି ଆମେ ଏ କାର୍ଯ୍ୟ ଆମେ ଆରମ୍ଭ କରିଛୁ। ବିଭିନ୍ନ ପର୍ଯ୍ୟାୟରେ ଆମେ ଜନଜାଗରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛୁ। ସାର୍, ନଦୀର ଏ ଦୁରବସ୍ଥା କାହିଁକି? ନଦୀର ଦୁରାବସ୍ଥା ଦୁଇଟା କଥା। ଗୋଟେ ସରକାରଙ୍କର ସଚେତନ, ମାନେ ଏ ଦିଗରେ ସଚେତନ, ମାନେ ସରକାର ସେତିକି ସକ୍ରିୟ ନୁହନ୍ତି। ସରକାରଙ୍କ ଏ ବାବଦରେ ତାଙ୍କର ଯେତିକି ଗୁରୁତ୍ୱପୂର୍ଣ୍ଣ ଏ ସମସ୍ୟା ବର୍ତ୍ତମାନ ହେଇକିରି ଚାଲିଛି, ୟାର କ'ଣ ପାଇଁ ଏ ଦିନ ଥିଲା ନଦୀ ଜଳଟା ଉତ୍ତୁଙ୍ଗ ଏଥିରେ ଢେଉ ଆସୁଥିଲା, ପୁରା କାଚକେନ୍ଦୁ ଭଳି ପାଣି ଆସିଥିଲା। ଆମେ ସିଧାସଳଖ ଭାବରେ ଏ ପାଣିକି ଆମେ ଡାଇରେକ୍ଟ ପିଉଥିଲୁ, ମୁହଁ ଦେଖାଯାଉଥିଲା 5 ଫୁଟ ତଳେ ଆପଣଙ୍କର ମାନେ ପାଣି ଦେଖାଯାଉଥିଲା, ତଳ କାଚ ଭଳିଆ ଦେଖାଯାଉଥିଲା। କ୍ରମଶଃ ଯେତେବେଳେ ଗଙ୍ଗୁଆଟା ମୁଁ ଆଗରୁ କହିଛି, ଛୋଟ ଭୁବନେଶ୍ୱର ଥିଲା, ସେଇଟା ଗୋଟେ ନାଳରେ ଆସିକିରି କାକୁଡ଼ିଆ ପାଖରେ ସେ ଦୟା ନଦୀରେ ମିଶୁଥିଲା ତାର ପ୍ରଦୂଷଣ ଯେଉଁ ଆବର୍ଜନା। ପରବର୍ତ୍ତୀ ସମୟରେ ଯେତେବେଳେ ବିରାଟ
କାୟା ବିସ୍ତାର କଲା ଭୁବନେଶ୍ୱର, ଧୀରେ 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 ତାର ଆବର୍ଜନା ବଢ଼ିଲା ଏବଂ ଗଙ୍ଗବତୀ ନଦୀ ଯିଏ କଳକଳ ଛଳଛଳ ହେଇକରି ବହୁଥିଲା ସିଏ ଏକ ନର୍ଦ୍ଦମା ବାହକ ନାଳ ଭାବରେ ବର୍ତ୍ତମାନ ପରିଣତ ହେଇଛି ଆପଣ ଦେଖୁଥିବେ। ତେଣୁ ସେ ଯାବତୀୟ ଭୁବନେଶ୍ୱରର ଯାବତୀୟ ଆବର୍ଜନା ମିଶିଲା ଏବଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସଚେତନତା ସେତେ ହେଇନି। ବିଶେଷ ଭାବରେ କେନାଲ ଗୁଡ଼ାକ ଯେତେ କେନାଲ ଅଛି ସେ କେନାଲକୁ ବର୍ଷ ସାରା ଲୋକ ବ୍ୟବହାର କରୁଛନ୍ତି କମ୍ପୋଷ୍ଟ ଗାତ ଭାବରେ। କେନାଲ ସାଇଡର ଲୋକ କଣାସ କେନାଲରେ ଏହାର ସମାଧାନ କ'ଣ ହେଇପାରିବ? ତାକୁ ଗୋଟେ କଥା ହେଉଛି ଗଙ୍ଗୁଆଟାକୁ ସମ୍ପୂର୍ଣ୍ଣ ଭାବରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିକିରି ତାର ମାନେ ଜଳଟାକୁ ପ୍ୟୁରିଫାଏ କରିକିରି ଆବର୍ଜନାକୁ କରିବା ଦରକାର ଏବଂ ସେ ପାଣିକି ଯେଉଁ ଆବର୍ଜନାର ଯେଉଁ ସଫା ହେବା ପରେ ସେ ଯେଉଁ ଗଙ୍ଗୁଆ ନାଳର ପାଣି ସେଇଟାକୁ ସେମାନେ ଅନ୍ୟତ୍ର ଧରନ୍ତୁ ଗାର୍ଡନକୁ ହେଉ କୃଷି କ୍ଷେତ୍ରକୁ ହେଉ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯେଉଁଥିରେ କଳକାରଖାନାକୁ ହେଉ ସେ ପାଣିଟାକୁ ଦେଇଦେବା ଦରକାର। ଦୟା ନଦୀକୁ ଗଙ୍ଗୁଆ ନାଳକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବା ଦରକାର ଏକ। ଦ୍ୱିତୀୟତଃ କଣାସ କେନାଲରେ ଯେତେ ଆବର୍ଜନା ଗଦା ହେଉଛି ତାକୁ ଜଳସେଚନ ବିଭାଗ ଖରାଟିଆ ପାଣି ଦେବା ବେଳକୁ ପୂର୍ବରୁ ସେଗୁଡ଼ାକ ସମ୍ପୂର୍ଣ୍ଣ ଭାବରେ ସଫା ହେବା ଦରକାର ଏବଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଲୋକମାନଙ୍କୁ ଜନଜାଗରଣ କରିକିରି ଲୋକମାନଙ୍କୁ ସଚେତନ କରିବା ଦରକାର ଯେ କେନାଲଟାରେ ଏ ଆବର୍ଜନା ପକା ନାହିଁ, ଏ ଆବର୍ଜନାଟା ଭାସିକି ନଦୀରେ ମିଶୁଛି, ନଦୀ ଆମର ମା, ଏଇଭଳି ଭାବରେ ଏକ ଭାବ ପ୍ରବଣତା ତିଆରି କରିକିରି ଯଦି ଲୋକମାନଙ୍କୁ ସେ ଦିଗରେ ଜନଜାଗରଣ କରାଯିବ। ଏକ। ଦୁଇ। ତିନି ହେଉଛି ସ୍ଥାନୀୟ ଅଞ୍ଚଳର ଲୋକ ଅବାଧ ଭାବରେ ସେଥିରେ ଡିଜେଲ ମୋବିଲି ଗାଡ଼ି ଧୋଇଲେ ଏବଂ ଏ ଯେଉଁ ବସା ଫସା ଭଳି ଡିନାମାଇଟ୍ ଫୁଟେଇଲେ ମାଛ ମାରିବା ପାଇଁ ଅଣପାରମ୍ପରିକ ବାଟରେ ମାଛ ମାରୁଛନ୍ତି ବିଭିନ୍ନ ପ୍ରକାର ବାଟ କରିକି ସେଗୁଡ଼ାକ ଯଦି ବନ୍ଦ, ଏଇସବୁ କଥା ସ୍ଥାନୀୟ ଅଞ୍ଚଳର ଜନଜାଗରଣ, ସରକାର ଇରିଗେସନ୍ ବିଭାଗର ସଚେତନତା, ସରକାରଙ୍କର ତତ୍ପରତା ଏବଂ ସ୍ଥାନୀୟ ଅଞ୍ଚଳର ଗୋଟେ ଏକ ପ୍ରକାର ଗୋଟେ ଜାଗରଣ ତିଆରି ହେଲେ ହିଁ ଦୟାନଦୀର ସୁରକ୍ଷା ହେଇପାରିବ। ଏବଂ ଦୟାନଦୀ କେବଳ ଆମର କେବଳ ପାନୀୟ ଜଳ, ଜଳସେଚନ, ଜଳ ନିଷ୍କାସନ ଏତିକି ନୁହେଁ, ୟା ସାଙ୍ଗରେ ଗୋଟେ ଓଡ଼ିଶାର ଇତିହାସ ଜଡ଼ିତ ହେଇକରି ଅଛି। ଦୟାନଦୀର ଯେଉଁ କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ ଭାବରେ ସେ ଯେଉଁ ଐତିହ୍ୟ ପରମ୍ପରା ଆମର ତାର ଯେଉଁ ବହନ କରିକିରି ସେ ଆସୁଛି, ଏହାଦ୍ୱାରା ଆମେ ଆମର ଭବିଷ୍ୟତ ପିଢ଼ି ଏଥିରୁ ଶିକ୍ଷା ପାଇପାରିବ ଏବଂ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଯେହେତୁ ଚିଲିକା ଭୁବନେଶ୍ୱରରୁ 70 କିଲୋମିଟରର ଜଳପଥ ସବୁଠୁ ସଂକ୍ଷିପ୍ତ ଜଳପଥ ଏଇଟା। ଯଦି ସରକାରଙ୍କର କି ସହଯୋଗ ଅଛି? ସରକାରଙ୍କର ଏଥିରେ ସହଯୋଗ ସେତିକିଟା ନାହିଁ, ସରକାର ଏଇଟାକୁ ସେତିକି ଗୁରୁତର ଭାବରେ ନେଉନାହାନ୍ତି, କିନ୍ତୁ ୟାର ଯେଉଁ ଆବଶ୍ୟକତା ଅଛି, ଯେତିକି ଗୁରୁତ୍ୱପୂର୍ଣ୍ଣ ଏ ସମସ୍ୟା ଅଛି ଏବଂ ସାଧାରଣ ଲୋକର ଜୀବନ ଜୀବିକା ସାଙ୍ଗରେ ଜଡ଼ିତ ହେଇକିରି ଅଛି ଏବଂ ୟାକୁ 3ଟା ଜିଲ୍ଲା ଏଥିରୁ ପାଣି ପାଉଛି, ପୁରୀ ପାଉଛି, ଖୋର୍ଦ୍ଧା ନେଉଛି ଏବଂ ନୟାଗଡ଼ର କିଛି ଅଞ୍ଚଳ ମଧ୍ୟ ଏଥିରୁ ପାଣି ନେଉଛି। ତେଣୁ ସରକାର ଆକୁ ଗୁରୁତ୍ୱର ସହ ନେବା କଥା, ଯେତିକି ନେବା କଥା, ଯେତିକିଟା ଏ ବାବଦରେ ସଚେତନତା ସରକାର ସଜାଗ ରହିବା କଥା ସେତିକି ନାହାନ୍ତି। ଆଗାମୀ ଦିନରେ ନଦୀ ସୁରକ୍ଷାକୁ ନେଇକି ଆପଣଙ୍କର ଯୋଜନା କ'ଣ? ଆଗାମୀ ଦିନରେ ଆମେ ତ ସରକାର ଲୋକଙ୍କ ସରକାର ବୋଲି କୁହାଯାଉଛି। ଆମେ ମୋହନ ସରକାରଙ୍କ ପାଖରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛୁ, ଦାବି ଜଣେଇଛୁ ଆଉ ଏଇଟା ହେଉଛି ଜୀବନ ଜୀବିକାର ପ୍ରଶ୍ନ। ତେଣୁ ଆମେ ଯାବତୀୟ ପ୍ରଚେଷ୍ଟା ଭଲ ବାଟରେ କରିବୁ, ସରକାରଙ୍କୁ ଆମେ ଅବଗତ କରାଇପାରିବୁ ନିଶ୍ଚିତ ଭାବରେ ଯେ ଏ କାର୍ଯ୍ୟଟା ସରକାର ହାତକୁ ନିଅନ୍ତୁ। ଆମେ ଭେଟିଲାଣୁ 2 ଥର, ସେ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ ହଁ ନଦୀର ସୁରକ୍ଷା ପାଇଁ ଆମେ ଯଥାସାଧ୍ୟ ସରକାର କାମ କରିବେ, ଏ ପୂର୍ଣ୍ଣ ମାତ୍ରାରେ ଆମକୁ ସହଯୋଗ କରିବା ପାଇଁ ସରକାର ସଚେତନ ଅଛନ୍ତି ବା ଆମକୁ ଦେଇଛନ୍ତି, ସେ ବାବଦରେ ଭରସା ଦେଇଛନ୍ତି। ଯଦି ସେ ଦିଗରେ ସରକାର ଟାଳଟୁଳି ନୀତି ଗ୍ରହଣ କରିବେ ତାହେଲେ ଏ ଅଞ୍ଚଳରେ ଜନଜାଗରଣ କରିକିରି ସରକାରଙ୍କୁ ଏକ ବାଧ୍ୟବାଧକତା ପରିସ୍ଥିତି ତିଆରି କରିବାକୁ ପଡ଼ିବ। ଏଥିରେ ଆମର ଜୀବନ ଜୀବିକାର ପ୍ରଶ୍ନ ଯେହେତୁ ଏଥିରେ କୌଣସି କମ୍ପ୍ରମାଇଜ୍ କିଛି ନାହିଁ, ଆମକୁ ବାଧ୍ୟ ହେଇକିରି ସରକାରଙ୍କ ପାଖରେ ଦୃଢ଼ତାର ସହ ଠିଆ ହେଇକିରି ଅଞ୍ଚଳରେ ଜନଜାଗରଣ ତିଆରି କରିବୁ, ଯେଉଁଥିରେ ସରକାର ବାଧ୍ୟ ହେଇକିରି ଆମକୁ ଏ କାର୍ଯ୍ୟଟାକୁ ହାତକୁ ନେବେ। ପୁରୀରୁ ଗୋପବନ୍ଧୁ ଜେନାଙ୍କ ରିପୋର୍ଟ, ସମୀକ୍ଷା ନ୍ୟୁଜ୍ ଲାଇଭ୍।